ବନ୍ଧୁ ଆମ୍ଭେମାନେ କେତେ ଦିନ ଧରି କେତେ ସପ୍ତାହ ଧରି ଆଦି ପୁସ୍ତକ ଆଲୋଚନା କରୁଛୁ, ଯାହା ମଉସାଙ୍କ ଦ୍ୱାରା ଲିଖିତ। ବନ୍ଧୁ ଆଦି ପୁସ୍ତକରେ ଆମମାନଙ୍କର ପିତୃପୁରୁଷ ମାନଙ୍କ କାହାଣୀ ପାଉଅଛୁ। ଆଦି ପୁସ୍ତକରେ ଆମମାନଙ୍କ ପିତୃପୁରୁଷ ମାନେ କିପରି ବିଶ୍ୱାସରେ ଚାଲିଲେ। ବନ୍ଧୁ ମୁଁ ଆଶା କରୁଛି କି ଆମ ଏହି ଓଡ଼ିଆ ସାବା ସ୍କୁଲ ପାଠ ଆପଣମାନଙ୍କୁ ଆଧ୍ୟାତ୍ମିକ ରୂପେ ସାହାଯ୍ୟ କରୁଛି। ଆପଣ ଈଶ୍ୱରଙ୍କ ବିଷୟରେ ଜାଣୁଛନ୍ତି। ଆପଣମାନେ ବାଇବଲ ବିଷୟରେ ସ୍ପଷ୍ଟ ରୂପେ ବୁଝିବା ପାଇଁ ଚାହୁଁଛନ୍ତି। ବନ୍ଧୁ ଯାହା ଯାହା ଆପଣମାନେ ଏହି ସାବ ସ୍କୁଲ ପାଠ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି, ମୁଁ ଆଶା କରୁଛି ସେହି ଆଶୀର୍ବାଦ ଆପଣମାନେ ଅନ୍ୟମାନଙ୍କ ସହ ବାଣ୍ଟୁଛନ୍ତି। ପରମେଶ୍ୱର ଯାହା ଯାହା ଆମମାନଙ୍କୁ ତାହାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରୁଛନ୍ତି, ସେହି ଆଶୀର୍ବାଦ ଅନ୍ୟମାନେ ମଧ୍ୟ ପ୍ରାପ୍ତ ହୁଅନ୍ତୁ ବୋଲି ମୋର ଆଶା। ବନ୍ଧୁ ତାହେଲେ ଚାଲନ୍ତୁ ଆମ ଏହି ସପ୍ତାହର ସାବ ସ୍କୁଲ ପାଠ ଆରମ୍ଭ କରିବା। ଆଜିର ବା ଏହି ସପ୍ତାହର ପାଠ ହେଉଛି ପ୍ରତିଜ୍ଞା। ବନ୍ଧୁ ଏହି ପାଠ ସ୍ପଷ୍ଟ ରୂପେ ଧ୍ୟାନ କରିବାରୁ ପୂର୍ବେ ଚାଲନ୍ତୁ ଆମ ଏହି ସପ୍ତାହର ସ୍ମରଣୀୟ ପଦ ଦେଖିବା, ଯାହା ଆମେ ପାଉଅଛୁ ଆଦି 24:1। ସେଠି ଆମେ ପାଉଅଛୁ, ସେହି ସମୟରେ ଅବ୍ରାହାମ ବୃଦ୍ଧ ଓ ଗତ ବୟସ୍କ ଥିଲେ। ପୁଣି ସଦାପ୍ରଭୁ ଅବ୍ରାହାମଙ୍କୁ ସବୁ ବିଷୟରେ ଆଶୀର୍ବାଦ କରୁଥିଲେ। ବନ୍ଧୁ ଆଜିର ବିଶେଷ ପାଠ ହେଉଛି ଅବ୍ରାହାମ ଯେବେ ବୃଦ୍ଧ ଓ ଗତ ବୟସ୍କ ଥିଲେ, ଆଉ ପରମେଶ୍ୱର କିପରି ତାହାଙ୍କୁ ଆଶୀର୍ବାଦ କଲେ, ତାହା ହିଁ ନୁହେଁ, ପରମେଶ୍ୱର ସେହି ବୃଦ୍ଧ ସମୟରେ ଏବେ ତାହାଙ୍କୁ ଆଶୀର୍ବାଦ କଲେ, ଆଉ ସେ ଆଶୀର୍ବାଦରେ ମଧ୍ୟ ପରମେଶ୍ୱର ତାହାଙ୍କୁ ପରୀକ୍ଷା କଲେ। ଯେପରି ଆମେ ଦେଖୁଅଛୁ, ପରମେଶ୍ୱରଙ୍କ ପ୍ରତିଶ୍ରୁତି ବା ପ୍ରତିଜ୍ଞା ଯାହା ଅବ୍ରାହ୍ମକୁ କରିଥିଲେ କି ତାଙ୍କ ସନ୍ତାନ ବା ତାଙ୍କ ବଂଶ ଦ୍ୱାରା ପରମେଶ୍ୱର ଏହି ପୃଥିବୀରେ ସମସ୍ତଙ୍କୁ ଆଶୀର୍ବାଦ କରିବେ ବୋଲି। ଆଉ ଯେବେ ସଦାପ୍ରଭୁ ପରମେଶ୍ୱର ଏହି କଥା କହିଥିଲେ, ସେତେବେଳେ ଅବ୍ରାହମ ବିନା ପୁତ୍ର ଓ ତାଙ୍କ ପତ୍ନୀ ବିନା ପୁତ୍ରରେ ଥିଲେ। ମାତ୍ର ଆମେ ଦେଖୁଅଛୁ ଶେଷରେ ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ ଅବ୍ରାହମଙ୍କ ସହ, ସେହି ପ୍ରତିଜ୍ଞା ପୂର୍ଣ୍ଣ ହେଲା। କେମିତି ଅବ୍ରାହମଙ୍କ ସ୍ତ୍ରୀ ସାରା ତାଙ୍କୁ ଏକ ପୁତ୍ର ଜନ୍ମ କଲେ, ଆଉ ତାହା ବୃଦ୍ଧ ସମୟରେ, ଆବୃଦ୍ଧ ଅବସ୍ଥାରେ। ଆଉ ସେହି ଶିଶୁକୁ ଅବ୍ରାହମ ନାମ ଦେଲେ ଇସାକ। ପଢନ୍ତୁ ଆଦି 21:5 ଆମେ ଏହିପରି ଦେଖୁଛୁ। ମାତ୍ର ଆମେ ଦେଖୁଛୁ ପରମେଶ୍ୱର ଅବ୍ରାହମଙ୍କୁ ପୁତ୍ର ପ୍ରଦାନ କଲେ, ମାତ୍ର ଆମେ ଦେଖୁଛୁ ଯେଉଁ ପୁତ୍ରକୁ ପରମେଶ୍ୱର ପ୍ରଦାନ କରୁଥିଲେ, ସେହି ପୁତ୍ରକୁ ମୋରିଆ ପର୍ବତକୁ ନେଇ ସେହି ମୋରିଆ ପର୍ବତରେ ତାକୁ ବଳିଦାନ ଦେବା ପାଇଁ ପରମେଶ୍ୱର କହିଥିଲେ। ଆଉ ଯେବେ ପରମେଶ୍ୱର କହିଲେ ସେହି କଥାକୁ, ଅବ୍ରାହମ ମାନି ସେହି ମୋରିଆ ପର୍ବତକୁ ଗଲେ। ମାତ୍ର ଆମେ ଏଠି ଦେଖୁଛୁ ଏକ ଈଶ୍ୱରଙ୍କ ଯୋଜନା ବିଷୟରେ, ଯୋଉଠି ପରମେଶ୍ୱର ଇସାକ ସ୍ଥାନରେ ଏକ ମେଣ୍ଢା ଆୟୋଜନ କରୁଛନ୍ତି, ମେଣ୍ଢା ଯୋଜନା କରୁଛନ୍ତି। ଯେପରି
ଇସାକଙ୍କୁ ବଳିଦାନ ନ ଦେଇ ସେହି ମେଣ୍ଢାକୁ ବଳିଦାନ ଦେଲେ। ଚାଲନ୍ତୁ ଏହି ସପ୍ତାହର ପାଠ ଆମେ ସ୍ପଷ୍ଟ ରୂପେ ଦେଖିବା। ବନ୍ଧୁ, ପ୍ରଥମ ହଉଛି ମୋରିଆ ପର୍ବତ। ଆମେ ଯଦି ଦେଖିବା ଆଦି ପୁସ୍ତକ 22:1-12, ସେଠି ଏଇ ଘଟଣା ଗୁଡାକ ଲେଖାଯାଇଅଛି। ସେଠି ଆମେ ଦେଖୁଅଛୁ ପରମେଶ୍ୱର କିପରି ଅବ୍ରାହମକୁ ପରୀକ୍ଷା କଲେ, ଆଉ ପରମେଶ୍ୱରଙ୍କ ଆଜ୍ଞା ଅବ୍ରାହମ କିପରି ମାନି ନାହିଁ ଆପଣା ଏକ ପୁତ୍ରକୁ ବଳିଦାନ ଦେବା ପାଇଁ ଇଚ୍ଛୁକ ହେଲେ। ବନ୍ଧୁ, ଯେପରି ଏହିପରି ଲେଖାଯାଇଛି କି ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରାହମଙ୍କର ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରାହମ, ତହିଁରେ ସେ ଉତ୍ତର ଦେଲେ ବା ଉତ୍ତର କଲେ। ଆଉ ପରମେଶ୍ୱର କହିଲେ, ଦେଖନ୍ତୁ, ଅବ୍ରାହମ କହିଲେ, ଦେଖନ୍ତୁ ମୁଁ ଏଠାରେ ଅଛି। ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଆଦୃତ୍ୟ ପୁତ୍ରକୁ, ଅର୍ଥାତ୍ ତୁମ୍ଭେ ଯାହାକୁ ସ୍ନେହ କର, ପ୍ରେମ କର, ଆଦର କର, ସେହି ଇସାକକୁ ଘିନି ମୋରିଆ ଦେଶକୁ ଯାଅ। ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର। ବନ୍ଧୁ, ତହିଁରେ ଅବ୍ରାହମ ପ୍ରଭାତରେ ଉଠି ଗଧ ସଜାଇ 2 ଜଣ ଦାସ ଓ ଆପଣା ପୁତ୍ର ଇସାକଙ୍କୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ଅନନ୍ତର ତୃତୀୟ ଦିନ ଅବ୍ରାହମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। ଯେତେବେଳେ ଅବ୍ରାହମ ସେହି ଦାସମାନଙ୍କୁ କହିଲେ, ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଲକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। ଏହିପରି ଅବ୍ରାହମ ଆପଣା ଦାସମାନଙ୍କୁ କହି ତାହାଙ୍କ ଯାତ୍ରା ଆରମ୍ଭ କଲେ। ତେଣୁ ଅବ୍ରାହମ ଯଜ୍ଞ କାଷ୍ଠ ଘିନି ଆପଣା ପୁତ୍ର ଇସାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ। ପୁଣି ଦୁହେଁ ଏକତ୍ର ଚାଲିଗଲେ। ଆଉ ଇସାକ ଆପଣା ପିତା ଅବ୍ରାହମକୁ ଡାକି କହିଲା, ହେ ମୋର ପିତା। ତହିଁରେ ସେ ଉତ୍ତର କଲେ, ପୁତ୍ର, ଦେଖ ମୁଁ ଏଠାରେ ଅଛି ବୋଲି ସେ ଆପଣା ପୁତ୍ରକୁ ଜବାବ ଦେଲେ। ସେତେବେଳେ ସେ ପଚାରିଲା, ଏହି ଦେଖ ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ? ଏହିପରି ଇସାକ ଅବ୍ରାହମଙ୍କୁ ପ୍ରଶ୍ନ କଲେ। ତହିଁରେ ଅବ୍ରାହମ କହିଲେ, ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢା ଛୁଆ ଯୋଗାଇବା। ତେଣୁ ଦୁହେଁ ଏକତ୍ର ଚାଲିଗଲେ। ବନ୍ଧୁ, ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ ଅବ୍ରାହମ ସେଠାରେ ଏକ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସାକକୁ ବାନ୍ଧି ଦେବୀର କାଠ ଉପରେ ଶୁଆଇଲେ। ଅନନ୍ତର ଅବ୍ରାହମ ହସ୍ତ ବିସ୍ତାର କରି ପୁତ୍ରକୁ ବୋଧ କରିବା ନିମନ୍ତେ ଛୁରିକା ଧରିଲେ। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରାହମ, ହେ ଅବ୍ରାହମ। ତହିଁରେ ସେ କହିଲେ, ଦେଖନ୍ତୁ ମୁଁ ଏଠାରେ। ତହିଁରେ ସେ କହିଲେ, ତୁମ୍ଭେ ସେହି ବାଲକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱର ପ୍ରତି ତୁମର ଭୟ ଅଛି। ଏହା ଏବେ ଆମେ ବୁଝିଲୁ, ଯେହେତୁ ତୁମେ ଆମ୍ଭକୁ ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ
असमत नहिला बंधु। एही दृश्य द्वारा एही कहानी द्वारा आमाने जानुअछु जेबे सदाप्रभु परमेश्वर अब्राहम को परीक्षा कले, एमिति परीक्षा कले, एमिति कठिन परीक्षा कले, वृद्ध समय जे परमेश्वर तांको एक पुत्र दान देथिले और सही पुत्र को परमेश्वर वर्तमान सही मोरिया पर्वत को नहीं बलिदान देवा पाई कहउछन्ते। एथिरे आमे देखु अछु पिता पुत्रଙ୍କ संपर्क रे जेबे पुत्र पिताଙ୍କୁ पचारिले कि आमठारे काष्ट अछि, आमठारे अग्नि अछि, मात्र आमठारे मेंढा छुआ नहीं। आमे देखु अछु एठी अब्राहमଙ୍କ विश्वासर कथा, जोंथरे अब्राहम कहति परमेश्वर जोगाई देबे। बंधु विश्वास विश्वास द्वारा अब्राहम परीक्षित होई इसहाकଙ୍କୁ उत्सर्ग कले। हे जो व्यक्ति प्रतिज्ञा समूह प्राप्त होइथिले, जाहाकु कहा जाइथिला जे इसहाक ठारू तुमर वंश ख्यात हेब, आउ सही व्यक्ति आपनर आदित्य पुत्र को उत्सर्ग करने जाउथिले। बंधु आपण एठी आपण देखुछंती कि जहा आदि 22 रे आमे देखुअछु विश्व साहित्य रे एक क्लासिक होई पारिछि एवं दार्शनिक एवं शिक्षित लोके एही विषय रे एही कहानी द्वारा प्रेरणा होइछन्ति। केवल धर्मशास्त्री नुहे, ईश्वर को परीक्षार अर्थ बुझा कष्टकर। एही दिव्य आदेश मानिबा बलिदान विरुद्ध रे परवर्ती बाइबल निषेध देश को विरोध करथिला। बंधु अब्राहम को विश्वास थिला कि परमेश्वर जोगाई देबे। जदि सही परी परीक्षा आमानक जीवन रे आसे, जहाकू आमे बहुत प्रेम करू, जोंथिरे आमर मन आमर ध्यान थाए, सही जिनिस जदि परमेश्वर आम ठारू मागंती ताहले अब्राहम को परी सही जिनिस परमेश्वर को देवा पाए आमे इच्छुक हेबा कि? बंधु परमेश्वर जे कि ए जगत को एते भल पाइले, एते प्रेम कले, जहाकू से एते प्रेम करुथिले, से ही पुत्र को एही जगत को पठेले, जहांक द्वारा जो स्थान रे आमे मृत्यु हेबार योग्य थिला, से ही मृत्यु जगह नहीं आमान को उद्धार कले। बंधु जेपरी आमे देखिलु अब्राहम आउ इसाक मध्य परस्पर कथारे आमे देखुअछु कि जेबे इसाक अब्राहम को कहले कि आमठारे काष्ट अछि, आमठारे अग्नि अछि, मात्र आमठारे मेंढा छुआ नाही। आमे जदि देखिबा आदि 22:8 रे 14 रे आ 18 रे आमे देखुछु एक सुंदर भावरे तहिरे अब्राहम कहिले पुत्र परमेश्वर आपे होम पाए मेंढा छुआ जोगाइबे। तहु दुहे एकत्र चलिले केड़े सुंदर भावे आमे देखु। पुणे अब्राहम सही तार नाम यहोवा जिरी सदा प्रभु जोगाइबे रखिले। एनुकरी आज जाए लोके कहंती पर्वत रे सदा प्रभु जोगाइबे। एबे सदा प्रभु को वाक्य आमे देखुअछु जेबे अब्राहम सही मरिय पर्वत को गले, जेबे अब्राहम अपना पुत्र को बलिदान देवा पाई प्रस्तुत थिले,
ଆଉ ସେହି ସମୟରେ ଯେବେ ପରମେଶ୍ୱର ଅବ୍ରାହମଙ୍କୁ ଆପଣା ପୁତ୍ରଙ୍କ ସ୍ଥାନରେ ଏକ ମେଣ୍ଢା ଛୁଆ ଦେଲେ, ଯାହା ଦ୍ୱାରା ଆମେ ଜାଣୁଅଛୁ କି ଅବ୍ରାହମକୁ ପରମେଶ୍ୱର ଯୋଗାଇଥିଲେ। ଆଉ ସେହି ଅବ୍ରାହମ ବର୍ତ୍ତମାନ କହୁଛନ୍ତି, ଆଉ ସେହି ଅବ୍ରାହମ ସେହି ସ୍ଥାନର ନାମ ଦେଲେ ଜିହୋବା ଜିରି। ଏହାର ଅର୍ଥ ହଉଛି କି ସଦାପ୍ରଭୁ ଯୋଗାଇବେ। ହଁ ବନ୍ଧୁ, ଯଦି ଆମ୍ଭେମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରୁ, ଯଦି ଆମ ବିଶ୍ୱାସ ପରମେଶ୍ୱରଙ୍କ ଠାରେ ଅଛି, ଆମର ଯେତେ ସମସ୍ୟା ଅଛି, ଆମର ଯେତେ ଅଭାବ ଅଛି, ସେହି ସବୁ ପରମେଶ୍ୱର ଯୋଗାଇବେ, ଅଭାବ ଦୂର କରିବେ। ଯେହେତୁ ପରମେଶ୍ୱର ଅବ୍ରାହମକୁ ଏହିପରି ପ୍ରତିଶ୍ରୁତି ଦେଇଥିଲେ କି ତାଙ୍କ ବଂଶ ଦ୍ୱାରା ସାରା ପୃଥିବୀ ଆଶୀର୍ବାଦ ପ୍ରାପ୍ତ ହେବେ। ଯଦି ପରମେଶ୍ୱର ଏହା କହିଥିଲେ, ଆଉ ସେହି ବ୍ୟକ୍ତିକୁ ଯିଏକି ବୃଦ୍ଧ ସମୟରେ ତାଙ୍କୁ ଏକ ପୁତ୍ର ତାଙ୍କ ପତ୍ନୀ ଜନ୍ମ ଦେଇଥିଲା, ଆଉ ବର୍ତ୍ତମାନ ଆମେ ଦେଖୁଅଛୁ ପରମେଶ୍ୱର ତାଙ୍କୁ ପରୀକ୍ଷା କଲେ କି ଯେଉଁ ବିଶ୍ୱାସ ଆରମ୍ଭରେ ଥିଲା ସେହି ବିଶ୍ୱାସ ଅବ୍ରାହମଙ୍କ ଠାରେ ଅଛି କି ନାହିଁ ତାହା ଦେଖିବା ପାଇଁ ପରମେଶ୍ୱର ପରୀକ୍ଷା କରିଥିଲେ। ଯେପରିକି ଆମେ ଦେଖିଥିଲୁ କି ପରମେଶ୍ୱରଙ୍କ ବିଶ୍ୱାସ କିପରି ଆପଣା ଉପରେ ବିଶ୍ୱାସ କରି ମିଶ୍ର କେନାନ ଦେଶରୁ ମିଶ୍ର ଦେଶକୁ ଯାଇଥିଲେ, ଆଉ ମିଶ୍ର ଦେଶରୁ କେନାନ ଦେଶକୁ ଫେରି ଆସିଲେ, ଆଉ ଯେଉଁ ସମୟରେ ତାଙ୍କ ପତ୍ନୀର ମୃତ୍ୟୁ ହୋଇଥିଲା। ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବ, ଯେହେତୁ ତୁମେ ଆମର ବାକ୍ୟ ପାଳନ କରିଅଛ। ଏହିପରି ସଦାପ୍ରଭୁ ପରମେଶ୍ୱର କହିଲେ। ବନ୍ଧୁ, ପରମେଶ୍ୱର ଯିଏକି ତାଙ୍କ ବାକ୍ୟ ରଖନ୍ତି, ଯାହା କହନ୍ତି ତାହା କରନ୍ତି, ସେ କେବେ ହେଲେ ତାଙ୍କ ବାକ୍ୟ ଠାରୁ ଦୂରେଇ ଯାଆନ୍ତି ନାହିଁ। ଯେପରି ଆମେ ଦେଖୁଅଛୁ ଏଲେନ୍ ହ୍ୱାଇଟ, ସେ ଲେଖନ୍ତି ଏହିପରି ସୁସମାଚାର ବାସ୍ତବତା ସହିତ ଅବ୍ରାହମଙ୍କ ମନକୁ ପ୍ରଭାବିତ କରିବା ସହିତ ତାଙ୍କ ବିଶ୍ୱାସ ପରୀକ୍ଷା କରିବା ଥିଲା ଯେ ଈଶ୍ୱର ତାଙ୍କୁ ତାଙ୍କ ପୁଅକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଭୟଭୀତ ପରୀକ୍ଷଣର ଅନ୍ଧକାର ଦିନରେ ସେ ସହିଥିବା ଯନ୍ତ୍ରଣାକୁ ଅନୁମତି ଦିଆଯାଇଥିଲା ଯେ ସେ ନିଜ ଅଭିଜ୍ଞତାରୁ ମନୁଷ୍ୟର ମୁକ୍ତି ପାଇଁ ଅସୀମ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନର ମହାତର କିଛି ବୁଝିପାରନ୍ତି। ବନ୍ଧୁ, ସେହି ପରମେଶ୍ୱର ଦେଖି ଆପଣାର ଏକ ପୁତ୍ର ଯୀଶୁକୁ ଏହି ପୃଥିବୀକୁ ପଠାଇଲେ। ଅବ୍ରାହମ ଯେପରି ଯନ୍ତ୍ରଣା ଅନୁଭବ କଲେ, ଆମ ପରମେଶ୍ୱର ସ୍ୱର୍ଗରେ ଯିଏ ଅଛନ୍ତି, ଯେବେ ଯୀଶୁଖ୍ରୀଷ୍ଟ କ୍ରୁଶରେ ହତ୍ୟା ହେଲେ, ସେତେବେଳେ ତାଠୁ ଅଧିକ ପରମେଶ୍ୱର ଯନ୍ତ୍ରଣା। ତାପରେ ଆମେ ଦେଖୁଅଛୁ ସାରାଙ୍କ ମୃତ୍ୟୁ। ଆଦି ପୁସ୍ତକ 22ରେ ସାରାଙ୍କ ମୃତ୍ୟୁ ବିଷୟରେ ଆମେ ଦେଖୁଛୁ। ସେଠି ବିଶେଷ ରୂପେ ଆମେ ଦେଖୁଅଛୁ ରେବିକାଙ୍କ ଜନ୍ମର ରିପୋର୍ଟ ଦେଖୁ, ଯାହା ଇସାକ ଏବଂ ରେବିକା, ତାହା ଆମେ ପାଉଛୁ ଆଦି 24ରେ। ଆଉ ଏହା ମଧ୍ୟରେ ଭବିଷ୍ୟତ ବିବାହକୁ ଆଶା କରୁଅଛି, ସେହିଭଳି ଅବ୍ରାହମଙ୍କ ପତ୍ନୀ ସାରା, ଯାହା ଆମେ ଆଦି 23ରେ ଦେଖୁଛୁ ତାଙ୍କ ମୃତ୍ୟୁ ବିଷୟରେ ଏବଂ ସମାଧି ରିପୋର୍ଟ ବିଷୟରେ। ଆଉ ଅବ୍ରାହମଙ୍କ ଦ୍ୱିତୀୟ ପତ୍ନୀ ବିଷୟରେ, ଯାହାର ନାମ ହଉଛି କେତୁରା, ଯାହା ଆମେ ଆଦି 25:1-4ରେ ପାଉଛୁ। ଇସାକ ବଳିଦାନର କାହାଣୀ ପରେ ଆମେ ଦେଖୁଅଛୁ କିପରି ମୃତ୍ୟୁ ବିଷୟରେ ଉଲ୍ଲେଖରୁ ଜଣା ପଡୁଛି ଯେ ସାରା ଏହି ଘଟଣାରେ ପ୍ରଭାବିତ ଥିଲେ।
ସାରା ଏଇ ଘଟଣା ସବୁ ଜାଣିନଥିଲେ ବି ସେ ଜାଣିପାରି ଜାଣୁଥିଲେ ବୋଲି ଆମେ ଦେଖୁଅଛୁ। ଇସାକଙ୍କ ବଳିଦାନର କାହାଣୀ ପରେ ସାରାଙ୍କ ମୃତ୍ୟୁ ବିଷୟରେ ଉଲ୍ଲେଖରୁ ଜଣାପଡୁଛି ଯେ ସେ ଏହି ଘଟଣା ଦ୍ୱାରା ପ୍ରଭାବିତ ହୋଇପାରିଛନ୍ତି, ଯାହା ତାଙ୍କ ପୁଅର ଜୀବନକୁ ପ୍ରାୟ ଖର୍ଚ୍ଚ କରିଯାଇଥିଲା। କୌଣସି ପ୍ରକାରେ ସାରା ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ପରୀକ୍ଷାରେ ଜଡିତ ଥିଲେ, ଯେପରି ସେ ତାଙ୍କ ଭ୍ରମଣରେ ଥିଲେ ଏବଂ ବିଶ୍ୱାସରେ ତାଙ୍କର ସାମୟିକ ତ୍ରୁଟି। ଆମେ ଯେବେ ଦେଖୁଅଛୁ ପରମେଶ୍ୱର ଯେବେ ଅବ୍ରାହ୍ମଙ୍କୁ ଆପଣା ସମ୍ବନ୍ଧୀୟ ଲୋକ, ଆପଣା ଘର, ଆପଣା ସ୍ଥାନ ଛାଡିବାକୁ କହିଲେ, ତାହାଙ୍କ ସହ ସାରା ବି ଯାତ୍ରା ଆରମ୍ଭ କରିଥିଲେ କିଛି ପ୍ରଶ୍ନ ନ ପଚାରେ। ମାନେ ଏହା ଦ୍ୱାରା ଆମେ ଜାଣୁଅଛୁ କି ଯେଉଁ ପରୀକ୍ଷା ଅବ୍ରାହ୍ମକୁ ଆସିଥିଲା ସେହି ପରୀକ୍ଷାରେ ସାରା ମଧ୍ୟ ଜଡିତ ଥିଲେ ବୋଲି। ବନ୍ଧୁ, ଯଦିଓ ଏହା ଘଟିବା ପରେ ସାରା ଏହି ଘଟଣା ବିଷୟରେ କେତେ ଜାଣିଥିଲେ ତାହା ଆମେ ଜାଣିନାହୁଁ, ଯେହେତୁ ପବିତ୍ର ଶାସ୍ତ୍ର ଆମମାନଙ୍କୁ ଏହା କୁହେ ନାହିଁ। ମାତ୍ର ଆମେ ଅନୁମାନ କରିପାରିବା ଯେ ବୋଧହୁଏ ଶେଷରେ ଏହି ବିଷୟରେ ସାରା ଜାଣିଲେ। ସାରା ସେହି ପ୍ରକାରର ମହିଳା ନୁହେଁ କି ଯିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚୁପ୍ ରହିବେ କିମ୍ବା ତାଙ୍କୁ ବିଚଳିତ କରୁଥିଲା। ବନ୍ଧୁ, ବାସ୍ତବରେ ସାରା ହେଉଛନ୍ତି ପୁରୁଣା ନିୟମର ଏକମାତ୍ର ମହିଳା ଯେଉଁମାନଙ୍କ ମଧ୍ୟରୁ ତାଙ୍କ ବର୍ଷ ସଂଖ୍ୟା ଉଲ୍ଲେଖ କରାଯାଇଅଛି, ଯାହା ସତ୍ୟ ପରେ ମଧ୍ୟ କାହାଣୀରେ ତାଙ୍କର ମୃତ୍ୟୁକୁ ଲେଖାଯାଇପାରେ। ସାରାଙ୍କ ସମାଧି ସ୍ଥାନ କ୍ରୟ ଉପରେ ଧ୍ୟାନ, ଯାହା ଅଧିକାଂଶ ଅଧ୍ୟାୟକୁ ଅନ୍ତର୍ଭୁକ୍ତ କରୁଅଛି, ତାଙ୍କ ମୃତ୍ୟୁ ପରିବର୍ତ୍ତେ ପ୍ରତିଶ୍ରୁତି ଦିଆଯାଇଥିବା ଜମି ସହିତ ସଂଯୋଗ ଉପରେ ଗୁରୁତ୍ୱାରୋପ କରେ। ପୂର୍ବରୁ ସେ କାନାନ ଦେଶରେ, ଯାହା ଆମେ ଆଦି ପୁସ୍ତକ 23:2 ପାଉ। ତାପରେ ଆମେ ଦେଖୁଛୁ ତାହାଙ୍କ ମୃତ୍ୟୁ ଏକ ନିର୍ଦ୍ଦିଷ୍ଟତା ଇସ୍ରାଏଲଙ୍କ ଜମିର ପ୍ରତିଶ୍ରୁତିରେ ସାରାଙ୍କ ମୃତ୍ୟୁର ମୂଳ ପନ୍ଥୀକୁ ଦର୍ଶାଉଅଛି। ସାରା ହେଉଛନ୍ତି ଅବ୍ରାହ୍ମଙ୍କ ବଂଶ ମଧ୍ୟରୁ ପ୍ରଥମ ଯାହାର ମୃତ୍ୟୁ ଘଟିଛି ଏବଂ ପ୍ରତିଶ୍ରୁତି ଦିଆଯାଇଥିବା ଜମିରେ ସମାଧି ଦିଆଯାଇଅଛି। ନିଜ ବିଷୟରେ ଅବ୍ରାହ୍ମଙ୍କ ଚିନ୍ତା, ଜଣେ ବିଦେଶୀ ଏବଂ ପରିଦର୍ଶକ, ଯାହା ଆମେ ଆଦି ପୁସ୍ତକ 23:4 ପାଉଛୁ, ଏବଂ ହେତଙ୍କ ପୁଅମାନଙ୍କ ସହିତ ତାଙ୍କର ଜିଦ୍ ଧରିଥିବା ଯୁକ୍ତି ଦର୍ଶାଏ ଯେ ଅବ୍ରାହ୍ମ କେବଳ ସମାଧି ସ୍ଥାନ ହାସଲ କରିବାକୁ ଆଗ୍ରହୀ ନୁହନ୍ତି, ବରଂ ମୁଖ୍ୟତଃ ସ୍ଥାୟୀ ଭାବରେ ଜମିରେ ବସବାସ କରିବାକୁ ଚାହାନ୍ତି। ଏହା ଅବ୍ରାହ୍ମଙ୍କ ଯାହା ଇଚ୍ଛା ଥିଲା ପରମେଶ୍ୱର ଡାକିଥିଲେ, ଆଉ ପରମେଶ୍ୱର ଯେଉଁ ସ୍ଥାନକୁ ପରମେଶ୍ୱର ଅବ୍ରାହ୍ମକୁ ଦେବି ବୋଲି ପ୍ରତିଜ୍ଞା କରିଥିଲେ, ସେଇ ପ୍ରତିଜ୍ଞା ଉପରେ ସେ ନିର୍ଭର କରି ସେଇ ଜମିକୁ କିଣିଥିଲେ। ଆମେ ଦେଖୁଛୁ ତାପରେ ଇସାକଙ୍କ ପାଇଁ ଜଣେ ପତ୍ନୀ। ଆଦି 24 ଆମେ ପାଉଛୁ ସାରାଙ୍କ ମୃତ୍ୟୁ ପରେ ଇସାକଙ୍କ ବିବାହର କାହାଣୀ। ଏଠି ଦୁଇଟା କାହାଣୀ ସମ୍ବନ୍ଧୀୟ ପାଉଛୁ। ପ୍ରଥମ ଆମେ ପାଉଛୁ କି ଇସାକଙ୍କ ପାଇଁ ଏକ ସ୍ତ୍ରୀ, ତାପରେ ଆମେ ଦେଖୁଅଛୁ ପିତା ଅବ୍ରାହ୍ମ ମଧ୍ୟ ବିବାହ କରୁଛନ୍ତି। ଯେପରି ଅବ୍ରାହ୍ମ ତାଙ୍କ ପତ୍ନୀକୁ ସମାଧି ଦେବା ପାଇଁ ଜମି ହାସଲ କରିବାକୁ ଚାହୁଁଥିଲେ, ତାଙ୍କ ବଂଶଧରମାନଙ୍କୁ ଈଶ୍ୱରଙ୍କ ପ୍ରତିଶ୍ରୁତି ହେତୁ ସେ ସେମାନଙ୍କ ଏହି ଜମି ରହିବ। ସେ ବର୍ତ୍ତମାନ ଜିଦ୍ ଧରିଛନ୍ତି ଯେ ଇସାକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ଜମି ବାହାରେ ସ୍ଥିର ନ ହଉ। ଯଦି ଆମେ ଆଦି 24:7 ଦେଖୁଛୁ, ତାହା ମଧ୍ୟ ଇସାକ ତାଙ୍କ ପରକୁ ସାରାଙ୍କ ତମ୍ବୁକୁ ଆଣିବାକୁ ପଦକ୍ଷେପ ଏବଂ ଦିଆଯାଇଛି। ଆଉ ସେଠି ଆମେ ପାଉଛୁ କି ଇସାକ ଯେଉଁ ପ୍ରେମ, ଯେଉଁ ମମତା
अपना माताठू हराइथिले वर्तमान रेबिका तांको मां को मृत्यु पर एहीपरि प्रेम एहीपरि सांत्वना पाउछन्ति बोली आमे देखो बंधु कहानीटी प्रार्थना एवं प्रार्थना पुनरे परिपूर्ण एवं ईश्वरଙ୍କ ଏହା ଯୋଜନା ଏବଂ ମାନବ ସ୍ୱାଧୀନତା ବିଷୟରେ ଶିକ୍ଷା ସହିତ ସମୃଦ୍ଧ ହୋଇଅଛି। ବନ୍ଧୁ ଆମେ ଦେଖୁଅଛୁ ଯେବେ ଆଦି 24:7 ତାଙ୍କ ଦୂତ ଏବଂ ସ୍ୱର୍ଗର ପ୍ରଭୁ ଈଶ୍ୱର ବୋଲି ଆମେ ଦେଖୁଅଛୁ। ଅବ୍ରାହମ ଖୋଲା ଛାଡ଼ି ନାହାନ୍ତି ତଥାପି ମହିଳା ଜନକ ଈଶ୍ୱରଙ୍କ ଆହ୍ୱାନର ଉତ୍ତର ଦେବେ ନାହିଁ ବୋଲି ସମ୍ଭାବନା ଯେ ଯେତିକି ଶକ୍ତିଶାଳୀ ଈଶ୍ୱର ଉତ୍ତର ଦେବେ ନାହିଁ ବୋଲି ସମ୍ଭାବନା ଯେତିକି ଶକ୍ତିଶାଳୀ ଈଶ୍ୱର ମଣିଷକୁ ତାଙ୍କ ମାନିବାକୁ ବାଧ୍ୟ କରନ୍ତି ନାହିଁ। ମନେ ରଖନ୍ତୁ ଯଦିଓ ଆମେ ରେବିକାଙ୍କ କାହାଣୀରେ ଦେଖୁଅଛୁ ଯେବେ ଅବ୍ରାହମ ଆପଣା ପୁତ୍ର ଇସାକଙ୍କ ପାଇଁ କନ୍ୟା ଖୋଜିବାକୁ ପଠାଇଥିଲେ ଆଉ ଯେବେ ସେ ଏଲିଏଜରଙ୍କୁ କହିଲେ ଯେବେ ଏଲିଏଜର ପ୍ରଶ୍ନ କଲେ ଯଦି ସେହି ଝିଅକୁ ଆପଣା ମାଲିକର ପୁତ୍ରଙ୍କ ପାଇଁ ଯଦି ଆଣିବା ପାଇଁ ମୁଁ ଇଚ୍ଛା କରେ ଯଦି ସେ ନ ଆସିବ ତାହେଲେ ମୁଁ କଣ କରିବି? ତେବେ ଅବ୍ରାହମ କହୁଛନ୍ତି ତମେ ଛାଡ଼ିଦିଅ ପରମେଶ୍ୱରଙ୍କ ଇଚ୍ଛା ହଉ ବୋଲି। ଏଠି ଆମେ ଦେଖୁଅଛୁ କି ରେବିକା ଯିଏକି ପରମେଶ୍ୱରଙ୍କ ଦ୍ୱାରା ରେବିକା ବଛା ଯାଇଥିଲେ ଆଉ ତେଣୁ ରେବିକା ଆପଣା ସ୍ୱତନ୍ତ୍ର ଛାଡ଼ି ଈଶ୍ୱରଙ୍କ ଅନୁସରଣ କଲି ଇସାକଙ୍କ ସହ ବିବାହ ହେଲେ। ବନ୍ଧୁ ତାପରେ ଆମେ ଦେଖିବା ଅବ୍ରାହମଙ୍କ ପାଇଁ ଜଣେ ପତ୍ନୀ। ଆମେ ଆଦି ପୁସ୍ତକ 24:66 ଆଉ 25:8 ପଢୁଅଛୁ କିପରି ଅବ୍ରାହମ ଆପଣା ପୁତ୍ରଙ୍କ ବିବାହ ପରେ ଅବ୍ରାହମ ବି ବିବାହ କରୁଛନ୍ତି। ବନ୍ଧୁ ସାରାଙ୍କ ମୃତ୍ୟୁ ପରେ ଅବ୍ରାହମ ପୁନର୍ବାର ବିବାହ କରିଥିଲେ ଇସାକଙ୍କ ସାରା। ଆଦି ପୁସ୍ତକ 24:67 ଆମେ ପାଉଛୁ କି ସାରାଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ୱନ୍ଥନା ଦିଆଯାଇଛି। ସାରାଙ୍କ ସ୍ମୃତି ତଥାପି ପିତୃପୁରୁଷ ମନରେ ନିଶ୍ଚିତ ଭାବରେ ଉଜ୍ଜଳ ହେବା ଆବଶ୍ୟକ ଯେପରି ଏହା ତାଙ୍କ ପୁଅ ପାଇଁ। ତଥାପି ମନେ ରଖନ୍ତୁ ତାଙ୍କ ନୂତନ ପତ୍ନୀଙ୍କୁ ପରିଚୟ ଅସ୍ପଷ୍ଟ। କେତୁରାଙ୍କ ନାମ ଉଲ୍ଲେଖ ନ କରି ଯାହା ଆମେ ବଂଶାବଳୀରେ ଦେଖୁଅଛୁ କେତୁରାଙ୍କ ପୁଅମାନଙ୍କୁ ଅଗରଙ୍କ ପୁଅମାନଙ୍କ ସହିତ ଏକତ୍ର ଜଡ଼ିତ କରୁଥିବା ସତ୍ୟ ସୂଚିତ କରେ ଯେ କେତୁରା ଯେପରି କେତେକ ପରାମର୍ଶ ଦେଇଛନ୍ତି କି ହଗର ହୋଇପାରନ୍ତି। ଆମେ କେବଳ ଜାଣିନୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଅବ୍ରାହମ କେତୁରାଙ୍କ ପୁଅମାନଙ୍କ ସହିତ ଯେପରି ଆଚରଣ କରିଥିଲେ ସେପରି ସେ ହଗରଙ୍କ ପୁଅ ସହିତ କରିଥିଲେ। ସେ କୌଣସି ଆଧ୍ୟାତ୍ମିକ ପ୍ରଭାବକୁ ଏଡ଼ାଇବା ଏବଂ ସାରା ଏବଂ ଅନ୍ୟ ପୁଅମାନଙ୍କ ସହିତ ତାଙ୍କ ପୁଅ ମଧ୍ୟରେ ଏକ ସ୍ପଷ୍ଟ ପାର୍ଥକ୍ୟ କରିବା ପାଇଁ ସେମାନଙ୍କୁ ପଠାନ୍ତି ବୋଲି ଆମେ ଦେଖୁଅଛୁ। ଯଦି ଆମେ ଆଦି 25:5 ପଢିବା ସେ ଇସାକଙ୍କୁ ସମସ୍ତ ଜିନିଷ ପ୍ରଦାନ କଲେ ଯାହା ଯାହା ଅବ୍ରାହମଙ୍କ ଠାରେ ଥିଲା ସବୁ ଇସାକଙ୍କୁ ଥିଲେ ଆଉ ଅନ୍ୟ ପୁଅମାନଙ୍କୁ ଅବ୍ରାହମ ପୁରସ୍କାର ଦେଇ ସେମାନଙ୍କୁ ବିଦାୟ ଦେଲେ। ବନ୍ଧୁ କୌତୂହଳର ବିଷୟ ହେଉଛି ବନ୍ଧୁ କେତୁରାଙ୍କ ସହ ଅବ୍ରାହମଙ୍କ ପିଲାମାନଙ୍କ ଏକ ତାଲିକା ଏବଂ ଇସାକଙ୍କ ପିଲାମାନଙ୍କର ଏକ ତାଲିକା ଦିଆଯାଇଛି। କେତୁରାଙ୍କ ସହ ଅବ୍ରାହମଙ୍କ ବିବାହ ପରେ ବଂଶାନୁକ୍ରମେ ଉଦ୍ଦେଶ୍ୟ ଯିଏ ତାଙ୍କ 6 ପୁଅ ଦେଇଥିଲେ ବନାମ ତାଙ୍କ ଅନ୍ୟ 2 ପୁଅ ଯିଏକି ଇସାକ ଏବଂ ଇସ୍ମାଏଲ ବୋଧହୁଏ ଈଶ୍ୱରଙ୍କ ପ୍ରତିଶ୍ରୁତିରେ ତୁରନ୍ତ ପ୍ରମାଣ ପ୍ରଦାନ କରିବା ଯେ ଅବ୍ରାହମ ଅନେକ ରାଷ୍ଟ୍ରପତି ହେବ। ବନ୍ଧୁ ଦ୍ୱିତୀୟ ବଂଶାନୁକ୍ରମିକ
ଇସ୍ମାଏଲ ବଂଶଧର ମାନଙ୍କୁ ଚିନ୍ତିତ କରିଥିଲେ, ଯିଏ 12ଟି ଜନଜାତି ମଧ୍ୟ ରଚନା କରିଥିଲେ। ଯଦି ଆମେ ତୁଳନା କରିବା ଆଦି ପୁସ୍ତକ 35:22-26, ଅବଶ୍ୟ ଈଶ୍ୱରଙ୍କ ଚୁକ୍ତି ଇସାକଙ୍କ ଥରେ ଥିଲା। ଇସାକଙ୍କର ଇସାକଙ୍କ ବିହନ ପାଇଁ ସଂରକ୍ଷିତ ରହିଛି, ଆଉ ଇସ୍ମାଏଲ ନୁହେଁ ଏକ ବିନ୍ଦୁ, ଯାହା ଶାସ୍ତ୍ର ବିଷୟରେ ବହୁତ ସ୍ପଷ୍ଟ। ବନ୍ଧୁ, ଦୁଇଟି ବଂଶାଧାନ ବା ଦୁଇଟି ବଂଶବଧାନ, ଯାହା ଆମେ ଆଦି ପୁସ୍ତକ 25:7-11 ପାଉଛୁ। ଏଇ ଯୋଉ ମଧ୍ୟରେ ଆମେ ପାଉଅଛୁ ଅବ୍ରାହ୍ମଙ୍କ ମୃତ୍ୟୁର ରିପୋର୍ଟ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦ ପ୍ରମାଣ ଦେଇଥାଏ। ଏହା ଅନେକ ବର୍ଷ ପୂର୍ବେ ଦିଆଯାଇଥିବା ଅବ୍ରାହ୍ମଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପ୍ରକାଶ କରେ ଯେ ଏକ ଭଲ ବୃଦ୍ଧାସ୍ତର ମରିବେ ବା ଭଲ ବୃଦ୍ଧ ହେଲା ସମୟରେ ସେ ମରିବେ ବୋଲି। ବନ୍ଧୁ, ଏବଂ ବର୍ଷର ପରିପୂର୍ଣ୍ଣ ହେବାରେ ଇସାକ ସହିତ ତୁଳନା କରନ୍ତୁ। ବନ୍ଧୁ, ଶେଷରେ ପ୍ରଭୁ ତାଙ୍କ ବିଶ୍ୱସ୍ତ ସେବକ ଅବ୍ରାହ୍ମଙ୍କୁ ତାଙ୍କର ଅନୁଗ୍ରହର ପ୍ରତିଶ୍ରୁତି ପ୍ରତି ସତ୍ୟ ରଖିଲେ, ଯାହାର ବିଶ୍ୱାସ ଶାସ୍ତ୍ରରେ ଏକ ଉତ୍ତମ ଉଦାହରଣ ଭାବରେ ଚିତ୍ରିତ ହୋଇଛି। ଯଦି ସର୍ବୋତ୍ତମ ଉଦାହରଣ ନୁହେଁ, ବିଶ୍ୱାସ ଦ୍ୱାରା ମୁକ୍ତିର ପୁରା ନିୟମରେ। ବନ୍ଧୁ, ପରିଶେଷରେ ଆମେ ଦେଖୁ ଆହୁରି ଯେ କାରଣ ଅବ୍ରାହମ ହେଉଛନ୍ତି ଅସାଧାରଣ ଭବିଷ୍ୟତ ବକ୍ତା, ଯାହା ସହିତ ଈଶ୍ୱରଙ୍କ ତାଙ୍କ ଯୋଜନା ବାଣ୍ଟିବେ। ଈଶ୍ୱର ଅବ୍ରାହମଙ୍କୁ ମାନବ କ୍ଷେତ୍ରରେ ପ୍ରବେଶ କରି ତାଙ୍କ ସହିତ କିଛି ପରିଣାମରେ ଅଂଶୀଦାର କଲେ। ତାଙ୍କ ପୁଅର ବଳିଦାନ ମାଧ୍ୟମରେ ତାଙ୍କ ମୁକ୍ତି ଯୋଜନା। ବନ୍ଧୁ, ସେହିପରି ପରମେଶ୍ୱର ଯେପରି ଅବ୍ରାହମ ଆପଣା ପୁତ୍ର ବଳିଦାନ ଦେବା ପାଇଁ ପ୍ରସ୍ତୁତ ଥିଲେ, ଆମର ପରମେଶ୍ୱର ଆପଣା ପୁତ୍ରକୁ ଦାନ ଦେଲେ। ଆଉ ତାଙ୍କ ଦାନ ଦ୍ୱାରା ଯେପରି ଏହି ପୃଥିବୀ ସୁରକ୍ଷିତ, ପୃଥିବୀ ଉଦ୍ଧାର ପାଇପାରିବ, ଏହି ମାନବ ଜାତି ଉଦ୍ଧାର ପାଇପାରିବ, ଏହା ଈଶ୍ୱରଙ୍କର ପ୍ରତିଜ୍ଞା। ଆଉ ସେ ପ୍ରତିଜ୍ଞା ଈଶ୍ୱରଙ୍କ ଦ୍ୱାରା ପୂର୍ଣ୍ଣ ହେଲା। ତାହେଲେ ପରମେଶ୍ୱର ଯେଉଁ ପ୍ରତିଜ୍ଞା ଆମମାନଙ୍କୁ ଦେଇଅଛନ୍ତି, ବନ୍ଧୁ, ନିଶ୍ଚିତ ରୂପେ ସେହି ପ୍ରତିଜ୍ଞା ପୂର୍ଣ୍ଣ ହେବ ଯଦି ଆମେ ଈଶ୍ୱରଙ୍କ ଠାରେ ବିଶ୍ୱାସ କରୁଛୁ। ପରମେଶ୍ୱର ଅବ୍ରାହମଙ୍କୁ ପରୀକ୍ଷିତ କରିଥିଲେ, ଆଉ ଅବ୍ରାହମ ସେହି ପରୀକ୍ଷାରେ ବିଜୟ ଲାଭ କରିଥିଲେ। ଆଉ ଯେବେ ଅବ୍ରାହମ ସେହି ବିଜୟ ଲାଭ କଲେ, ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ, ଆଉ ତାଙ୍କ ବଂଶ ଦ୍ୱାରା ସାରା ପୃଥିବୀକୁ ଆଶୀର୍ବାଦ ଦେଲେ। ଆଉ ତାଙ୍କ ବଂଶ ଦ୍ୱାରା ହିଁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଥିଲେ। ଆଉ ଯୀଶୁଖ୍ରୀଷ୍ଟ ସମସ୍ତଙ୍କ ପାଇଁ ଏହି ମାନବ ଜାତି ଯେପରି ଇସାକଙ୍କ ବଳିଦାନରେ ସେହି ମେଣ୍ଢା ଛୁଆ ପରମେଶ୍ୱର ପ୍ରଦାନ କରିଥିଲେ, ଆମେ ସେହି ବଳିଦାନର ହେବାର ଯୋଗ୍ୟ। ମାତ୍ର ପରମେଶ୍ୱର ଆମ ସ୍ଥାନରେ ଯୀଶୁଖ୍ରୀଷ୍ଟକୁ ପଠେଇଲେ, ଯିଏକି ଆମମାନଙ୍କ ପାଇଁ ବଳିଦାନ ହେଲେ ସେଇ କ୍ରୁଶରେ। ଆଉ ତାହାଙ୍କ ବଳିଦାନ ଦ୍ୱାରା ଆମମାନେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବେ, ତାହାଙ୍କ ଧାର୍ମିକ ଆମେ ପ୍ରାପ୍ତ ହୋଇପାରିବେ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ, ଯିଏକି ଆମମାନଙ୍କ ପାଇଁ ଆପଣା ରକ୍ତ ବହି ପ୍ରାଣ ଦେଇଛନ୍ତି, ତାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନ, ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେଉଁ ସାବ ସ୍କୁଲ ପାଠ ଦ୍ୱାରା ତୁମ ସେହି ପ୍ରତିଜ୍ଞା ବିଷୟରେ ଏମାନଙ୍କୁ ଶିଖାଇଲ। ଯେଉଁ ପ୍ରତିଜ୍ଞା, ଯେଉଁ ପରୀକ୍ଷା ଅବ୍ରାହମକୁ ଆଣିଥିଲ, ସେହି ପରୀକ୍ଷାରେ ସେ ତୁମ ସାହାଯ୍ୟ ଦ୍ୱାରା ବିଜୟ ଲାଭ ହାସଲ କରିଥିଲେ। ଆଉ ତାଙ୍କ ପୁତ୍ରକୁ ଉଦ୍ଧାର କରି ଗୋଟିଏ ମେଣ୍ଢାକୁ ଦେଲେ। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେଉଁ ଯୀଶୁଖ୍ରୀଷ୍ଟ ଯିଏକି ଆମମାନଙ୍କ ପାଇଁ କ୍ରୁଶରେ ହତ ହୋଇ ମରଣ ହୋଇଛନ୍ତି, ତୁମ ସେହି ପ୍ରେମ କାରଣରୁ, ଯାହା ଯେଉଁ ପ୍ରେମ ଆମମାନଙ୍କୁ ଦେଇଅଛ, ସେ ଯୋଗୁଁ ବହୁତ ଆମମାନଙ୍କ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ଭରେଇ ଆଗକୁ ବଢାଇ ନିଅ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତ
बहुमूल्य रक्तरे धोई दियो ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମ ଏଇ ଛୋଟ ପ୍ରାର୍ଥନା ଅଛି ଶୁଣି ଗ୍ରହଣ କର। ଆମେନ୍।